ଜୟ ଜଗନ୍ନାଥ ସାଙ୍ଗମାନେ ଗୋଟେ ଖୁସି ଖବର ଯେଉଁଟାକି ବଡ଼ ଅପଡ଼େଟ୍ ଆପଣମାନଙ୍କ ପାଇଁ ଆସିସାରିଛି। ଏଇଟା ପୁରା ରିଅଲ୍ ଅପଡ଼େଟ୍। ଆପଣମାନେ ଭିଡ଼ିଓ ମାଧ୍ୟମରେ ମୁଁ ଟୋଟାଲ୍ କହିନେବି ଆପଣମାନଙ୍କର ଯେଉଁ ଓଏଏସଏଫ୍ ସିଭିଲ୍ କନେଷ୍ଟବଳ ରିଗାର୍ଡ଼ିଂ ତ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ପାଇଁ ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯେଉଁମାନେ ଚ୍ୟାନେଲରେ ଫାର୍ଷ୍ଟ ଟାଇମ୍ ଆସିଛନ୍ତି ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆଉ ଭିଡ଼ିଓଟା ଗୋଟେ ଲାଇକ୍ କରିକି ଆପଣମାନଙ୍କ ସାଙ୍ଗମାନଙ୍କୁ ସେୟାର କରନ୍ତୁ। ସମସ୍ତେ ଜାଣିବା ଦରକାର କାହିଁକିନା ଏ ଅପଡ଼େଟ୍ ଆପଣମାନଙ୍କର ଖୁବ୍ ଶୀଘ୍ର ଦେଖିବା ପାଇଁ ପାଉଛନ୍ତି। କ'ଣ ରହିଛି ଅପଡ଼େଟ୍ ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ୍। ଆଉ ସମୟ ନାହିଁ ଯେଉଁମାନେ ଓଆଇଏଏସଏଫ୍ ସିଭିଲ୍ କନେଷ୍ଟବଳ ପାଇଁ ପ୍ରିପାରେସନ୍ କରୁଛନ୍ତି ଆମର ମକ୍ ଟେଷ୍ଟ ପ୍ରାକ୍ଟିସ୍ ଗ୍ରୁପ୍ରେ ଜଏନ୍ ହେଇଯାଆନ୍ତୁ। ବହୁତ ହେଲ୍ପଫୁଲ୍ ରହିବ ଆପଣମାନେ ଯଦି ଓଆଇଏଏସଏଫ୍ ସିଭିଲ୍ କନେଷ୍ଟବଳ ପାଇଁ ପ୍ରିପାରେସନ୍ କରୁଛନ୍ତି। ତ ମାତ୍ର 79 ରହିଛି। ଏଇଟା ହୁଏତ ଆପଣମାନଙ୍କର କାଲିଠୁ 98 ହେବାର ଚାନ୍ସ ଅଛି, ନହେଲେ ଆଉ ଗୋଟେ ଦିନ ଏକ୍ସଟେଣ୍ଡ ହେଇପାରିବ। ତ ଯେଉଁଥିରେ ଟାର୍ଗେଟ୍ ଅଛି 50ଟି ଫୁଲ୍ ଲେନ୍ଥ ମକ୍ ଟେଷ୍ଟ ଆପଣମାନଙ୍କର ସାରିବା ପାଇଁ, ଯେଉଁଥିରେ 25ଟା ସରିଲାଣି। ଖାଲି ମକ୍ ଟେଷ୍ଟ ନୁହଁ, ଏକ୍ସଟ୍ରା ମ୍ୟାଟେରିଆଲ୍ ସବୁ କିଛି ଆପଣମାନେ ଡିଟେଲ୍ସ ଯେଉଁଟାକି ଆପଣମାନଙ୍କର ଏକ୍ଜାମ୍ ରିଲେଟେଡ୍ ପାଠ ସବୁ ଷ୍ଟଡ଼ି ଆପଣମାନଙ୍କର ସେଇଥିରୁ ହିଁ ପାଇବେ। ତ ଡେରି କରନ୍ତୁନି, ଶୀଘ୍ର ଶୀଘ୍ର ଜଏନ୍ କରିଯାଆନ୍ତୁ। ଆଉ ବହୁତ ହେଲ୍ପଫୁଲ୍ ମିଳିବ ଆପଣମାନେ ଯଦି ଓଡ଼ିଶା ପୁଲିସ୍ ଆପଣମାନଙ୍କର ଡ୍ରିମ୍ ଥାଏ। ଓକେ, ତ ଚାଲନ୍ତୁ ଯିବା ଅପଡ଼େଟ୍ ଉପରକୁ। ତ ଦେଖନ୍ତୁ ଯାହା ବି ଅପଡ଼େଟ୍ ଆସିଥିଲା ତ ବର୍ତ୍ତମାନ ପୁରା ଫାଇନାଲ୍ ଅପଡ଼େଟ୍ ଆସିସାରିଛି। ଆପଣମାନଙ୍କର ଦୁଇଟା ଯାକର ନୋଟିଫିକେସନ୍ର କେବେ ଆସିବ ତାର ଡିଟେଲ୍ସ ଆସିସାରିଛି। ତ ଆପଣମାନେ ଦେଖନ୍ତୁ ଓଆଇଏସଏଫ୍ ସିଭିଲ୍ କନେଷ୍ଟବଳ ସମସ୍ତଙ୍କ ମନରେ କୋଶ୍ଚିନ୍ ଥିଲା କେଉଁଟା ଆଗେ ଆସିବ କେଉଁଟା ପଛେ ଆସିବ, ଏଇଟା ଏତିକି ଦିନ ଆସିବ। ତ ବର୍ତ୍ତମାନ ସମସ୍ତ ଡାଉଟ୍ କ୍ଲିୟର ହେଇସାରିଛି। ଆପଣମାନଙ୍କର ଦୁଇଟା ଯାକ ନୋଟିଫିକେସନ୍ ଯେମିତି ଆପଣମାନେ ଯେଉଁ ପିଏମ୍ଟି ଆଉ ବାଟାଲିୟନର ନୋଟିଫିକେସନ୍ ଦେଖିଥିଲେ ତ ସେମିତି ଆପଣମାନଙ୍କର ସିଭିଲ୍ କନେଷ୍ଟବଳ ଆଉ ଓଆଇଏସଏଫ୍ର ଦେଖିବା ପାଇଁ ପାଇବେ। ଓକେ, ଆଉ କମ୍ବାଇନ୍ ହେବ ନାହିଁ, ଆଉ ଅଲଗା ଅଲଗା ଆପଣମାନଙ୍କର ରହିବ। ବର୍ତ୍ତମାନ ଯେଉଁ ପୋର୍ଟାଲ୍ କାମ ଚାଲିଥିଲା ପୋର୍ଟାଲ୍ କାମ ସରିସାରିଛି। ବର୍ତ୍ତମାନ ଦେଖନ୍ତୁ ଆପଣମାନେ ଯେଉଁ ଆପ୍ଲାଏ କଲା ସମୟରେ ଡକୁମେଣ୍ଟ ଦେଉଛନ୍ତି, କେତେଜଣଙ୍କ ଡକୁମେଣ୍ଟ ରିଜେକ୍ଟ ହେଇକି ଆସୁଛି। ତ ସେଥିପାଇଁ ଭେରିଫିକେସନ୍ ପାଇଁ ଯେଉଁ ପୋର୍ଟାଲ୍ର ଭେରିଫାଇ କରିବା ପାଇଁ କିଛିଟା ଆପଣମାନଙ୍କର ଅଫିସର ଚୟନ ହୋଇଛନ୍ତି। ତ ବର୍ତ୍ତମାନ ସେଇଟା ଆଜିକାଲି ଭିତରେ ତାଙ୍କର ଚୟନ ସରିଯିବ, ଚାଲିଛି ବର୍ତ୍ତମାନ ପ୍ରୋସେସିଂ। ତ ଦେଖନ୍ତୁ ଆପଣମାନେ 4-5 ଲକ୍ଷ 3-4 ଲକ୍ଷ ପିଲା ଆପ୍ଲାଏ କରିବେ, ସେମାନଙ୍କର ଡକୁମେଣ୍ଟ ଭେରିଫିକେସନ୍ 20 ଦିନ ଭିତରେ ଜାଣିଛନ୍ତି ଆପ୍ଲାଏ ଡେଟ୍, ତାପରେ ଆପଣମାନଙ୍କର ରିଜେକ୍ଟ ଲିଷ୍ଟ ଆସୁଛି। ତ ସେଇ ଭିତରେ ସେଥିପାଇଁ ଅଫିସର ଭଲ ଭଲ ଅଫିସର ନିଯୁକ୍ତି ପାଉଛନ୍ତି। ତ ବର୍ତ୍ତମାନ ଯାହା ବି ଅପଡ଼େଟ୍ ଆସିଛି ଆପଣମାନଙ୍କର ସିଭିଲ୍ କନେଷ୍ଟବଳ ପ୍ରଥମେ ଆସିଯାଉଛି, ତାର କିଛିଟା ଘଣ୍ଟା ନହେଲେ ଗୋଟେ ଦିନ 2 ଦିନ ଛାଡ଼ିକି ଆପଣମାନଙ୍କର ଓଏଏସଏଫ୍ ଆସୁଛି। ତ ଆପଣମାନଙ୍କ ପାଇଁ ଟାଇମ୍ କହି ରଖୁଛି, ଏଇ ଯେଉଁ ସପ୍ତାହ ଆଜି ରାତିଠୁ ଆରମ୍ଭ କରି ଗୋଟେ ସପ୍ତାହ ଆପଣମାନେ ଏଇ ଭିତରେ ଦୁଇଟା ନୋଟିଫିକେସନ୍ ପୋର୍ଟାଲ୍ ୱେବସାଇଟ୍ରେ ଦେଖିବା ପାଇଁ ପାଇବେ। ଓକେ, ତ ଫାର୍ଷ୍ଟ ତ ଆପଣମାନଙ୍କର ମୋତେ ଲାଗୁଛି କାଲି ବୋଧେ କିଛି ଆପଣମାନଙ୍କର ସର୍ଟ ନୋଟିସ୍ ପେପର୍ ଆର୍ଟିକଲ୍ ଆସିଯାଇପାରେ, କିନ୍ତୁ ଆପଣମାନେ ଗୋଟେ ସପ୍ତାହ ଭିତରେ ଆପଣମାନଙ୍କର ଦୁଇଟା ପୋର୍ଟାଲ୍ ଓପନ୍ ହେଇଯିବ ଆପଣମାନଙ୍କର ୱେବସାଇଟ୍ରେ। ଆଉ ଦେଖନ୍ତୁ ଓ ସିଭିଲ୍ କନେଷ୍ଟବଳ ତ ଆପଣମାନଙ୍କର ଅଫିସିଆଲି ନୋଟିସ୍ ଦେଇଥିଲା 3 ବର୍ଷ ରିଲାକ୍ସେସନ୍, ଆଉ ଓଏଏସଏଫ୍ର ବି 3 ବର୍ଷ ଆଡ଼୍ ହେଇକି ଆସୁଛି। ଦୁଇଟା ଯାକରେ ଆପଣମାନଙ୍କର ଏଜ୍ ରିଲାକ୍ସେସନ୍ 3 ବର୍ଷ ମିଳୁଛି। ଓକେ, ତ ଆଉ ଡେରି କର ନାହିଁ, ପ୍ରିପାରେସନ୍ ପୁରା ଜୋରଜାର ଲଗାଇ ଦିଅ, ଆଉ ସମୟ ନାହିଁ, ଆଉ ଖୁବ୍ ଶୀଘ୍ର ଦେଖନ୍ତୁ ଯେମିତିକି ଡିସେମ୍ବର ଭିତରେ ସାରିବାର ପ୍ଲାନିଂ ରଖିଛି ଓଡ଼ିଶା ପୁଲିସ୍। ତ ସେଇ ଅନୁସାରେ ଆପଣମାନେ ଫିଜିକାଲକୁ ଗୁରୁତ୍ୱ ଦିଅନ୍ତୁ, ରିଟିନ୍କି ବେଶୀ ଗୁରୁତ୍ୱ ଦିଅନ୍ତୁ, ଭଲସେ ପ୍ରିପାରେସନ୍ କରିକି ନିହାତି ଭାବରେ 2025ରେ ଗୋଟେ ବର୍ଦ୍ଦି ପିନ୍ଧିକି ହିଁ ରୁହନ୍ତୁ। ତ ଆଶା କରୁଛି ଇନଫର୍ମେସନ୍ଟି ଦେଖନ୍ତୁ କାଲି ମୁଁ କହିଥିଲି ଗୋଟେ ଅପଡ଼େଟ୍ ଦେଇଥିଲି। ତ ବର୍ତ୍ତମାନ ଯେଉଁ ଅପଡ଼େଟ୍ ଆସିଛି ଏଇଟା ଟ୍ରୁ ଅପଡ଼େଟ୍, ଆଉ ସମସ୍ତେ ଏଇଟାକୁ ମାନି ଚାଲନ୍ତୁ। ନିହାତି ଭାବରେ ଆପଣମାନଙ୍କର ପ୍ରିପାରେସନ୍ ପାଇଁ ମୋଟିଭେଟ୍ ଆସିବ। ଆଉ ଦେଖନ୍ତୁ ଅପେକ୍ଷା କରନ୍ତୁ, ଆଜି ରାତିଠୁ ଆରମ୍ଭ କରି ଗୋଟେ ସପ୍ତାହ ଭିତରେ ଆପଣମାନେ ନୋଟିଫିକେସନ୍ ଦେଖିବା ପାଇଁ ପାଇବେ। ତ ଭିଡ଼ିଓଟାକୁ ଗୋଟେ ଲାଇକ୍ କରିଦିଅନ୍ତୁ, ଇନଫର୍ମେସନ୍ଟା ଆପଣମାନଙ୍କ ସାଙ୍ଗମାନଙ୍କୁ ସେୟାର କରିଦିଅନ୍ତୁ। ଆଉ କିଛି ଅପଡ଼େଟ୍ ଆସିଲେ ଆପଣମାନଙ୍କୁ ଜଣାଇଦେବି। ଆଉ ଦେଖନ୍ତୁ ଆପଣମାନେ କାଲି ସକାଳେ ସମସ୍ତେ ଟିକେ ପେପର୍ ଆର୍ଟିକଲ୍ ଟିକେ ଚେକ୍ କରିପାରିବେ, ହୁଏତ କାଲି ପେପର୍ ଆର୍ଟିକଲ୍ରେ ସର୍ଟ ନୋଟିସ୍ ଆପଣମାନଙ୍କ ରିଲିଜ୍ ହେଇପାରେ। ଓକେ, ଏତିକି ଥିଲା ଅପଡ଼େଟ୍ଟା। ଆଶା କରୁଛି ଭଲ ଲାଗିଥିବ। ନିହାତି ଭାବରେ ଲାଇକ୍ କରନ୍ତୁ ଆଉ କାହିଁକିନା ଆପଣମାନେ ଲାଇକ୍ କରୁନାହାନ୍ତି। ନିହାତି ଭାବରେ ଆପଣମାନଙ୍କୁ ଯେଉଁମାନେ ବି ସାଙ୍ଗମାନେ ପ୍ରିପାରେସନ୍ କରୁଛନ୍ତି ତାଙ୍କ ମାନଙ୍କୁ ଟିକେ ଭିଡ଼ିଓଟା ସେୟାର କରିକି ଜଣାଇ ଦିଅନ୍ତୁ।